ସକାଳୁ ସକାଳୁ ବାରିପଦାର ଏଇ ଶୀତୁଆ ପାଗରେ ଦେଖିବା ଖାଲି ଶୀତୁଆ ପାଗଟା କେମିତିକା। ହେଇ ଶୀତୁଆ ପାଗ, ଖରା ବୋଲି ନାହିଁ ଟିକେ ବି। ତା ସହିତ ଯୋଉ ଚୁଡ଼ା ସନ୍ତୁଳା ହଉଛି, ଏ ଚୁଡ଼ା ସନ୍ତୁଳାର ଗୋଟେ କାରସାଦି ହେଇଛି। ବାଦାମ ପକେଇବା ଭୁଲି ଯାଇଛନ୍ତି ଏବଂ ସାଇଡରେ ତେଲରେ ଏହା ହଉଛି ଗୋଟେ ମାନେ କଣ ଗୋଟେ ଧୁରନ୍ଧର ରୁଷିଆର କାମ। ଧୁରନ୍ଧର ରୁଷିଆ ମାନେ ସାଇଡରେ ବି ତେଲରେ ଛାକି ଦଉଛ। ଏଇଭଳିଆ ରୁଷିଆକୁ ଆପଣ ଯଦି ଚାହୁଁଛନ୍ତି ତାହେଲେ ମତେ କମେଣ୍ଟ କରିକି ଜଣାଇବେ। ଆପଣଙ୍କ ବିବାହ ବ୍ରତଘର ବାହାଘର ଆଦିରେ ସିଏ ଏଇ ରକମ କାରସାଦି ଧୁରନ୍ଧର କାରସାଦି କରିକି ଆପଣଙ୍କୁ ରୋଷେଇ କରିକି ଦେବେ ହେଲା। କାଲି ଆମର ପକୁଡି ହେଇଥିଲା। ଗୋଟେ ପକୁଡି ହଉଛି ଆପଣଙ୍କର ଲୁଣ ପକୁଡି, ମାନେ ଲୁଣ ଠିକ ଠାକ ଥିଲା, ଆଉ ଗୋଟେ ଅଲୁଣିଆ ଥିଲା, ମାନେ ଧୁରନ୍ଧର ରୁଷିଆଙ୍କ କାରସାଦି। ଆଚ୍ଛା, ଧଣିଆ ପତ୍ର। ଏଠାରେ ଆମ ଚୁଡ଼ା ସନ୍ତୁଳା ହଉଛି ପ୍ରଥମେ ଚୁଡ଼ାକୁ ବତୁରା ଗଲା, ତାପରେ ବିଭିନ୍ନ ପ୍ରକାର ଧୁଆଗଲା ସରି, ତାପରେ ବିଭିନ୍ନ ପ୍ରକାର ପନିପରିବା। ଏଇଠି ଦେଖନ୍ତୁ ପନିପରିବା ତାକୁ କାଟିକି ଆମେ ସାଇଡ୍ ଦେଲୁ। ଆଉ ବାଦାମଟା ତ ରହିଯାଇଥିଲା ଦେଖିଛନ୍ତି ନା। ଦେଖନ୍ତୁ ଚୁଡ଼ା ସନ୍ତୁଳାଟି କେମିତି ଘାଣ୍ଟା ହଉଛି, ଏମିତି ପ୍ରଫେସନାଲି ଘାଣ୍ଟା ଆପଣ କେବେ ଦେଖିନଥିବେ। ଆପଣ ତ ନଥିବ। ଦେଖନ୍ତୁ ରେଡି ହେଇଛି ଏବେ ଆମର ପୋହା ଚୁଡ଼ା ସନ୍ତୁଳା। ଧଣିଆ ପତ୍ର କାଟିଛ, ଧଣିଆ ପତ୍ର ବାରିକ ସେ କଟା ହେଇଛି। ଦେଖନ୍ତୁ ବନ୍ଧୁଗଣ, ଆମର ରେଡି ହେଇଛି ପୋହା ବା ଚୁଡ଼ା ସନ୍ତୁଳା। ଆସନ୍ତୁ ଖାଇବା। ଆପଣଙ୍କ ଆଡେ ତ ନଥିବ। ଆମ ଆଡେ ହିଁ ଅଛି। ଆପଣ ତ କେବେ ଖାଇନଥିବେ। ଧନ୍ୟବାଦ।